ଭିନ୍ନ ଗେଟଅପ୍ରେ ନଜର ଆସିବେ ପ୍ରଭାସ। ଜଲବା ଦେଖାଇବେ ପ୍ରଭାସ ତୃପ୍ତିଙ୍କ ଯୋଡ଼ି। ସାମ୍ନାକୁ ଆସିଲା ସ୍ପିରିଟ୍ ଫିଲ୍ମର ପ୍ରଥମ ପୋଷ୍ଟର। ଚର୍ଚ୍ଚାରେ ଥିବା ସ୍ପିରିଟ୍ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି, ଯାହା ରିଲିଜ୍ ହେବା ପରେ ସସ୍ପେନ୍ସ ସୃଷ୍ଟି ହୋଇଛି। ରିଲିଜ୍ ହୋଇଥିବା ପୋଷ୍ଟରରେ ପ୍ରଭାସ ଏବଂ ତୃପ୍ତି ଡିମ୍ରିଙ୍କୁ ଦେଖିବାକୁ ମିଳିଛି। ଏଥିରେ ପ୍ରଭାସକୁ ଭିନ୍ନ ଗେଟଅପ୍ରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମଟି ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ଏହି ପୋଷ୍ଟରରେ ପ୍ରଭାସକୁ ଧଳା ପାଇଜାମା ଏବଂ ସାର୍ଟଲେସ୍ରେ ଦେଖିବାକୁ ମିଳିଛି। ତାଙ୍କ ପିଠିରେ ଆଘାତ ଲାଗିଥିବାର ମଧ୍ୟ ନଜର ଆସିଛି। ସେହିପରି ତୃପ୍ତିଙ୍କୁ ମଧ୍ୟ ଧଳା ଶାଢ଼ୀରେ ଦେଖିବାକୁ ମିଳିଛି। ନିର୍ଦ୍ଦେଶକ ସନ୍ଦୀପ ଫଟୋ ସେୟାର କରିବା ସହ ନୂଆବର୍ଷ 2026ର ଶୁଭେଚ୍ଛା ଜଣାଇଛନ୍ତି। ସନ୍ଦୀପଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମରେ ପ୍ରଭାସ କାମ କରିଛନ୍ତି। ଏହି ଫିଲ୍ମରେ ପ୍ରଭାସକୁ ଜଣେ ପୂର୍ବତନ IPS ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ, ଯେଉଁଥିରେ ବିବେକ ଓବ୍ରୟ ଏବଂ ପ୍ରକାଶ ରାଜଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମର ପ୍ରଥମ ଘୋଷଣା ପ୍ରଭାସଙ୍କର 46ତମ ଜନ୍ମଦିନ ଅବସରରେ ରିଲିଜ୍ କରାଯାଇଥିଲା, ଯାହା ରଣବୀର କପୁରଙ୍କ ଆନିମଲ ଫିଲ୍ମ ପରି ହୋଇଥିବା କୌଣସି ଏକ ସୂତ୍ରରୁ ଜଣାପଡ଼ିଛି, ଯାହା 2026ରେ ରିଲିଜ୍ ହେବାକୁ ଯାଉଛି। ତେବେ ଶୁଣିବାକୁ ମିଳୁଛି ଯେ ପ୍ରଥମେ ଏହି ଫିଲ୍ମ ପାଇଁ ଦୀପିକାଙ୍କୁ ଚୟନ କରାଯାଇଥିଲା। ଫିସ୍କୁ ନେଇ ଦୀପିକା ଡିମାଣ୍ଡ କରିଥିଲେ, କିନ୍ତୁ ସନ୍ଦୀପ ଦୀପିକାଙ୍କ ଦାବିରେ ରାଜି ହୋଇନଥିଲେ, ଯାହାପରେ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ନିର୍ଦ୍ଦେଶକ ସନ୍ଦୀପ ତାଙ୍କ ଫିଲ୍ମ ପାଇଁ ତୃପ୍ତିଙ୍କୁ ଚୟନ କରିଥିଲେ। ବ୍ୟୁରୋ ରିପୋର୍ଟ, ପ୍ରଭାବ ନ୍ୟୁଜ୍।